ଯୁଦ୍ଧରେ ଆମେରିକାର ଭୟଙ୍କର କ୍ଷତି, ଧ୍ୱଂସ ହୋଇଛି 16 ଫାଇଟର ଜେଟ୍। ଫେବୃଆରୀ 28 ତାରିଖରେ ତେହେରାନରେ ଆକ୍ରମଣ କରିଥିଲା ଇସ୍ରାଏଲ ଏବଂ ଆମେରିକା। ଇରାନ ସର୍ବୋଚ୍ଚ ନେତାଙ୍କ ସହ ଟପ୍ ଲିଡରଙ୍କୁ ମିସାଇଲ ମାଡ଼ କରି ହତ୍ୟା କରିଥିଲେ ଦୁଇ ଦେଶ, ଯାହା ପରଠୁ ଯୁଦ୍ଧ ବ୍ୟାପକ ହୋଇଛି। ତେବେ ଏସବୁ ଭିତରେ ଆମେରିକା ପ୍ରାୟ 16ଟି ଫାଇଟର ଜେଟ୍ ବା ଯୁଦ୍ଧ ବିମାନ ହରାଇଛି। ଆହୁରି ମଧ୍ୟ 10ଟି ରିପର ଡ୍ରୋନ୍ ଇରାନ ଖସାଇ ଦେଇଛି। ଇରାନ ନା ଆମେରିକା ନା ଇସ୍ରାଏଲ କେହି ପଛକୁ ହଟୁନାହାନ୍ତି, ଭୟଙ୍କର ଯୁଦ୍ଧ ଲଢ଼ୁଛନ୍ତି। ଦିନକୁ ଦିନ ସ୍ଥିତି ଅଧିକ ବିଗିଡ଼ିବାରେ ଲାଗିଛି। ପରସ୍ପର ଶକ୍ତି କେନ୍ଦ୍ର ଉପରେ ଆକ୍ରମଣ କରୁଛନ୍ତି। ଇରାନର ଅନେକ ଗ୍ୟାସ୍ ଫିଲ୍ଡକୁ ଇସ୍ରାଏଲ ଧ୍ୱଂସ କରିଦେଇଛି। ଇରାନ ମଧ୍ୟ ଖୋଜି ଖୋଜି ଆମେରିକୀୟ ସାମରିକ ଘାଟିକୁ ଟାର୍ଗେଟ୍ କରୁଛି। ତେବେ ଆମେରିକା ଯୁଦ୍ଧରେ ଅନୁମାନଠାରୁ ଅଧିକ କ୍ଷତି ସହୁଥିବା ଜଣାପଡ଼ିଛି। ରିପୋର୍ଟ ଅନୁସାରେ ଆମେରିକାର 3ଟି F-15 ଫାଇଟର ଜେଟ୍କୁ ମିତ୍ର ଦେଶ ଭୁଲବଶତଃ ଖସାଇ ଦେଇଛନ୍ତି। ସେହିପରି ଅପରେସନରେ KC-135 ଟ୍ୟାଙ୍କ କ୍ଷତିଗ୍ରସ୍ତ ହୋଇଛି। ଏଥିରେ 6 ଜଣ ପ୍ରାଣ ହରାଇଛନ୍ତି। ଅନ୍ୟ ପକ୍ଷରେ 5ଟି KC-135 ଏୟାରକ୍ରାଫ୍ଟକୁ ଇରାନ ମିସାଇଲ ମାଡ଼ କରି ନଷ୍ଟ କରିଦେଇଛି। ଏହି ସବୁ ଏୟାରକ୍ରାଫ୍ଟ ସାଉଦିରେ ଥିବା ଆମେରିକୀୟ ବେସ୍ରେ ଉଡ଼ିବା ପାଇଁ ସଜାଗ ହେଉଥିଲା। କେବଳ ଏତିକି ନୁହେଁ, ଆମେରିକାର 9ଟି ମାନବରହିତ ଡ୍ରୋନ୍କୁ ଇରାନ ମିସାଇଲ ଆକ୍ରମଣରେ ନଷ୍ଟ ହୋଇଛି। ସେହିପରି ଆଉ ଏକ F-35 ବିମାନ ଇରାନର ଆକ୍ରମଣରେ କ୍ଷତିଗ୍ରସ୍ତ ହୋଇଛି। ଏହାର ପାଇଲଟ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଏପରି ଭାବେ ଗତ ଫେବୃଆରୀରୁ ଏବେ ସୁଦ୍ଧା 16ଟି US ଯୁଦ୍ଧ ବିମାନ କ୍ଷତିଗ୍ରସ୍ତ ହୋଇଥିବା ଜଣାପଡ଼ିଛି। ପ୍ରତିରକ୍ଷା ବିଶେଷଜ୍ଞଙ୍କ କହିବା ଅନୁସାରେ ଇରାନ ଆକାଶପଥକୁ କବ୍ଜା କରିବା ସହଜ ନୁହେଁ। ଆମେରିକା ପାଖରେ ସମ୍ପୂର୍ଣ୍ଣ ମଧ୍ୟପ୍ରାଚ୍ୟକୁ ଦଖଲ କରିବା ଭଳି ଏୟାର ସପୋର୍ଟ ସିଷ୍ଟମ ନାହିଁ। ଯେଉଁ ସପୋର୍ଟ ସିଷ୍ଟମ ଅଛି ତାହା କେବଳ କମ୍ ଜାଗାକୁ ନିଜ ଆୟତ୍ତରେ ରଖିପାରିବ। ତେବେ ଆମେରିକାରେ ଯେତେ କ୍ଷତି ହୋଇଛି ତାହା ଇରାନର ଶକ୍ତିକୁ ପ୍ରକାଶ କରୁଛି। ଷ୍ଟ୍ରେଟ୍ ଅଫ୍ ହର୍ମୁଜରେ କିମ୍ବା ଖାର୍ଗ ଦ୍ୱୀପରେ ଆମେରିକା ଯଦି କିଛି ବଡ଼ ଧରଣର ପଦକ୍ଷେପ ନିଏ, ତାହେଲେ ଯୁଦ୍ଧର ଭୟାବହତା ଆହୁରି ବଢ଼ିଯିବା ନେଇ ଆଶଙ୍କା ରହିଛି।